ନର୍ଲା ଅଞ୍ଚଳରେ ଘରେ ଘରେ ପାଳିତ ହେଲା ରକ୍ଷାବନ୍ଧନ ଉତ୍ସବ। ଭାଗ୍ୟରେ ଥିଲେ ଭାଇ ଓ ଭଉଣୀର ସମ୍ପର୍କ ମିଳେ। ଏହି ମଧୁର ସମ୍ପର୍କକୁ ଅତୁଟ ରଖିବାକୁ ପ୍ରତିବର୍ଷ ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ ରକ୍ଷାବନ୍ଧନ ପର୍ବ ପାଳନ କରାଯାଏ। ଚଳିତ ବର୍ଷ କିଛି ପାଞ୍ଜିକା ଅନୁସାରେ ଗତକାଲି ଏହି ପର୍ବକୁ ପାଳନ କରାଯାଇଥିବା ବେଳେ କିଛି ପାଞ୍ଜିକା ଅନୁଯାୟୀ ଆଜି ପାଳନ କରାଯାଇଛି। ନର୍ଲା ଅଞ୍ଚଳରେ ଘରେ ଘରେ ଏହି ପର୍ବକୁ ପାଳନ କରି ଭଉଣୀମାନେ ନିଜ ଭାଇମାନଙ୍କ ହାତରେ ପବିତ୍ର ରାକ୍ଷୀ ବାନ୍ଧି ଉଭୟଙ୍କ ମଙ୍ଗଳ କାମନା କରିଥିବା ଚିତ୍ର ଦେଖିବାକୁ ମିଳିଛି। କିଛି ସ୍ଥାନରେ ନାତୁଣୀମାନେ ନିଜ ଜେଜେବାପାଙ୍କୁ ମଧ୍ୟ ରାକ୍ଷୀ ବାନ୍ଧି ତାଙ୍କର ଆଶୀର୍ବାଦ କାମନା କରୁଥିବା ଚିତ୍ର ନଜରକୁ ଆସିଛି। ଏହି ପର୍ବ ପାଇଁ ନର୍ଲା ସହରରେ ରାକ୍ଷୀ ଦୋକାନ ଓ ମିଠା ଦୋକାନରେ ଲୋକଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଅନୁକୂଳ ପାଗ ଯୋଗୁଁ ଦୋକାନୀମାନଙ୍କ ବେପାର ମଧ୍ୟ ଭଲ ହୋଇଥିବା ସୂଚନା ରହିଛି। ନର୍ଲା ଅଞ୍ଚଳବାସୀ ଆନନ୍ଦ ଉଲ୍ଲାସରେ ପାଳନ କରିଛନ୍ତି ଭାଇ ଭଉଣୀର ଏହି ପବିତ୍ର ବନ୍ଧନର ମହାନ ପର୍ବ ରକ୍ଷାବନ୍ଧନ ପର୍ବକୁ। ଜଗତରାମ ସାହୁଙ୍କ ରିପୋର୍ଟ, ମସିହା ନ୍ୟୁଜ୍। ଭାଇ ଓ ଭଉଣୀର ସମ୍ପର୍କ ସବୁଦିନ ପାଇଁ ନିଆରା। ଏହି ନିଆରା ସମ୍ପର୍କ ଭାଇ ଭଉଣୀର ସମ୍ପର୍କ ଯେଉଁ ଅଛି ତାହାକୁ ସବୁଦିନ ପାଇଁ ବଜାୟ ରଖିବା ପାଇଁ ଏହି ରକ୍ଷାବନ୍ଧନ ଉତ୍ସବ ଆମେ ପ୍ରତିବର୍ଷ ଶ୍ରାବଣ ମାସ ପୂର୍ଣ୍ଣିମା ତିଥିରେ ପାଳନ କରୁଛୁ। ଆଜି ମଧ୍ୟ ନର୍ଲା ଅଞ୍ଚଳରେ ଘରେ ଘରେ ପୁରେ ପୁରେ ଏହି ରକ୍ଷାବନ୍ଧନ ଉତ୍ସବ ପାଳନ କରୁଛନ୍ତି। ଭାଇର ମଙ୍ଗଳ ମନାସି ଶୁଭ କାମନା କରି ଭଉଣୀମାନେ ଠାକୁରଙ୍କ ପାଖରେ ପ୍ରାର୍ଥନା କରି ଏହି ଉତ୍ସବକୁ ଧୁମଧାମରେ ପାଳନ କରୁଛନ୍ତି। ଆମେ ମଧ୍ୟ ଏହି ସମ୍ପର୍କକୁ ବଜାୟ ରଖିବା ପାଇଁ ପ୍ରତିବର୍ଷ ଆମ ଘରେ ରକ୍ଷାବନ୍ଧନ ଉତ୍ସବ ପାଳନ କରୁଛୁ। ନିଜର ଭାଇର ଶୁଭ ମନାସି ତାର ଉଜ୍ଜଳ ଭବିଷ୍ୟତର କାମନା କରି।